आमर संस्कृति आमर संस्कार सर्वदा रहु आम सहित। भारतर महान ग्रंथ आउ काव्य गुड़िकर संपूर्ण संकलन सब्सक्राइब करंतु तिलक। हे राम, मो उपरे दया कर, मोते मोते शरीर मुक्ति दिय। सूर्य अस्त जिबा पूर्व ही मोते काठ उपरे शुआई मोर दाह संसार कर दिय। हे राम, तेबे तेबे जाई मु तुमको एमिति जने महापुरुषंक विषय रे कहिबी जे तुमको साहाय्य करिबो। भल कथा। लक्ष्मण, तू गात खोली चित्ताग्निर व्यवस्था कर। यथाज्ञा भाई। हे राघवेंद्र, आपण महान। आपणक करुणा दृष्टि कारण मु आग भली मोर सुंदर शरीर कृणि प्राप्त हेली। एबे मु मो दिव्य ज्ञान रे जहा देखि पारुछि ताहा सुनौछि। रावण देवता मानक कोषाध्यक्ष महागंधर्व कुबेरंकर सान भाई, पुलस्त ब्रह्मंक पुत्र आउ ऋषि विश्रवांक पुत्र अटे। ब्रह्मांकटू बर पाई से दिग्विजय हेछि। से दानव अर्थात पूर्व देवतांक राजा अटे। सेही आपणक भार्या को नहीं दक्षिण दिग को जाइछि। जोठिकी से जाइछि से जाए मो दृष्टिशक्ति जाई परिबनी, किंतु मु जहा देखि पारुछि सेया कहूछि। दक्षिण आड़क गला बेले आपणकर जने परमवीर बानरंक राजा सुग्रीवंक सह भेट हब। तांक सह आपणकर मित्रता हब। से सीतांको खोजिबारे आपणकर सहायता करिवे। सुग्रीव एबे ऋष्यमुख पर्वत रे रहुचंती। आपण शीघ्र तांक पाखु जांतु आउ तांक सह मित्रता करंतु। मु एबे जा देखि पारुछि शेषरे रावण उपरे आपण विजय लाभ करिवे। तमे दुई जन किए? सत कथा कुह, कारण संसार रे केवल दुई जन एमिति वीर अछंती जे कि मोर बाहु काटी पारिबे। एमिति को वीर से माने? श्री राम आउ लक्ष्मण। तमे राक्षस ही राम लक्ष्मण को केमति जानिल? मु वास्तव रे राक्षस नुहे। से ऋषि तुलसीलंक अभिशाप रे मु राक्षस हो जाइछि। आओ से ही कहिथिले जे
ଯେତେବେଳେ ଶ୍ରୀରାମ ନିଜ ଭାଇ ସାଙ୍ଗରେ ନିଜ ଭାର୍ଯ୍ୟାକୁ ଖୋଜିବା ପାଇଁ ଏଠିକି ଆସିବେ, ସେ ହିଁ ତୋର ବିଶାଳ ବାହୁ କାଟି ନିଜ ହାତରେ ତୋର ଏ ଶରୀରକୁ ଅଗ୍ନିରେ ଭସ୍ମ କରିଦେବେ। ତାହେଲେ ତୁ ଯାଇ ଶାପମୁକ୍ତ ହେଇଯିବ। ଯଦି ତୁମେ ସେଇ ରାମ, ତାହେଲେ ମୋତେ ସତ କଥା କୁହ। ମୋତେ ତମ ପତ୍ନୀ ବିଷୟରେ ଗୋଟେ ମହତ୍ୱପୂର୍ଣ୍ଣ ସୂଚନା ଦେବାର ଅଛି। ରାମ ମୁଁ ନିଜେ ଭାଇ। ମୋ ପତ୍ନୀଙ୍କ ସମ୍ପର୍କରେ ମହତ୍ୱପୂର୍ଣ୍ଣ ସୂଚନାଟା କ'ଣ? ମୋତେ ତ ଖାଲି ଏତିକି ଜଣାଅଛି ଯେ ରାବଣ ନାମକ ରାକ୍ଷସ ମୋ ପତ୍ନୀ ସୀତାଙ୍କୁ ଅପହରଣ କରି ନେଇଯାଇଛି। କିନ୍ତୁ ସେ କୋଉଠି ରହୁଛି, ସେ କେତେ ପ୍ରଭାବଶାଳୀ, ଏକଥା ମୁଁ ଜାଣିନି। ଯେବେ ତମେ ଜାଣିଥାଅ, ତେବେ ତା ସମ୍ପର୍କରେ ମୋତେ ଅଧିକରୁ ଅଧିକ ତଥ୍ୟ ଦିଅ। ଏବେ କହିପାରିବିନି। ମୋର ଏ ରାକ୍ଷସ ଶରୀର ଶାପଗ୍ରସ୍ତ ଅଟେ। ଋଷିଙ୍କ ଅଭିଶାପରୁ ମୋ ସୁନ୍ଦର ଶରୀର ସାଙ୍ଗରେ ମୋର ଦିବ୍ୟ ଜ୍ଞାନ ଆଉ ବିଜ୍ଞାନ ସବୁ ଲୁପ୍ତ ହେଇଯାଇଛି। ଯଦି ତମେ ମୋତେ କାଠରେ ଶୁଆଇ ମୋର ଏ ଶରୀରକୁ ଦାହ କରିବ, ତେବେ ତେବେ କେବଳ ମୁଁ ମୋର ବାସ୍ତବ ଗନ୍ଧର୍ବ ରୂପ ପ୍ରାପ୍ତ ହୋଇପାରିବି। କିନ୍ତୁ ଆମେ ତୁମକୁ ଜୀବନ୍ତ କେମିତି ଜାଣିବୁ? ହେ ରାଘବ, ଏଥିରେ ତମର କିଛି ଦୋଷ ଲାଗିବନି। ବ୍ରହ୍ମାଙ୍କ ବରରୁ ଅସ୍ତ୍ରଶସ୍ତ୍ରରେ ମୋର ମୃତ୍ୟୁ ହେବ ନାହିଁ। ଏହାର ଗୋଟିଏ ମାତ୍ର ଉପାୟ। ଋଷି ସ୍ଥୂଳଶୀଳଙ୍କ କହିବା ଅନୁସାରେ ଅଗ୍ନିରେ ଜଳିବା ଦ୍ୱାରା ମୁଁ ଏଇ କାଳ ଶରୀରର ବନ୍ଧନରୁ ମୁକ୍ତ ହେଇ ମୋର ଅସଲ ଶରୀର ପ୍ରାପ୍ତ ହେବି। ଏବେ ମୋର ଦିବ୍ୟ ଜ୍ଞାନ ନାହିଁ। ଅଭିଶାପ ଯୋଗୁଁ ମୋର ଜ୍ଞାନ ଏବଂ ବିଜ୍ଞାନ ସବୁକିଛି ଲୁପ୍ତ ହେଇଯାଇଛି। ବଡ଼ ଅଦ୍ଭୁତ କଥା। କିନ୍ତୁ ଏହା ସତ୍ୟ ଅଟେ। ମୁଁ ଦିନୁ ନାମକ ଗନ୍ଧର୍ବ ଅଟେ। ପୂର୍ବ ଜନ୍ମରେ ମୁଁ ମହାବଳୀ ଆଉ ପରାକ୍ରମୀ ଥିଲି। ଏତେ ସୁନ୍ଦର ଥିଲି କି ଇନ୍ଦ୍ର, ସୂର୍ଯ୍ୟ, ଚନ୍ଦ୍ରଙ୍କ ପରି ମୋ ଶରୀର ମନୋହର ଆଉ ତେଜସ୍ୱୀ ମଧ୍ୟ ଥିଲା। ବେଳେବେଳେ ମୁଁ କୌତୁକରେ ଭୟଙ୍କର ରାକ୍ଷସ ରୂପ ଧାରଣ କରି ଋଷିମୁନିମାନଙ୍କୁ ଭୟଭୀତ କରୁଥିଲି। ଏଥିରେ ମୁଁ ଆନନ୍ଦ ପାଉଥିଲି। ଦିନେ ସ୍ଥୂଳଶୀଳ ନାମକ ଜଣେ ତେଜସ୍ୱୀ ମହର୍ଷିଙ୍କୁ ଭେଟିଲି। ତାଙ୍କ ମହାତ୍ମ୍ୟ ନ ଜାଣି ମୁଁ ତାଙ୍କୁ ବହୁତ ହଇରାଣ କଲି। ସେ କ୍ରୋଧିତ ହେଲେ। ସେତିକି ବେଳେ ହାତରେ ଜଳ ନେଇ ଆଉ ଅଗ୍ନିକୁ ସାକ୍ଷୀ ରଖି ସେ ମୋତେ ଅଭିଶାପ ଦେଲେ। ମୁଁ ତତେ ଅଭିଶାପ ଦଉଛି ଯେ ଭୟଙ୍କର ରୂପ ହିଁ ସର୍ବଦା ତୋର ଅସଲ ରୂପ ହେଇ ରହିଯାଉ, ଆଉ ତୁ ରାକ୍ଷସ ପ୍ରବୃତ୍ତିର ହେଇଯା। ମୁଁ ତାଙ୍କ ପାଦ ଧରି ନେଲି ଆଉ ବିନୀତ ହେଲି। ମୋତେ ଶାପମୁକ୍ତ ହେବାର ଉପାୟ କୁହନ୍ତୁ। ସେ କହିଲେ, ମୋ ଅଭିଶାପ କେବେ ବିଫଳ ଯିବନି। କିନ୍ତୁ ଦୟାକରି ମୁଁ ତତେ କହୁଛି, ଯେତେବେଳେ ଶ୍ରୀରାମଚନ୍ଦ୍ର ଲକ୍ଷ୍ମଣଙ୍କ ସହିତ ଏଠିକି ଆସିବେ ଆଉ ସେ ତୋର ବିଶାଳ ହାତ ଦୁଇଟାକୁ କାଟିଦେଇ ଯଦି ତାଙ୍କ ନିଜ ହାତରେ ତୋର ଦାହ ସଂସ୍କାର କାମ କରିବେ, ତେବେ ତୁ ସୁନ୍ଦର ଶରୀର ଆଉ ଦିବ୍ୟ ଜ୍ଞାନ ପୁଣି ପ୍ରାପ୍ତ ହବୁ। ଥରେ ମୋର ଇନ୍ଦ୍ରଙ୍କ ସାଙ୍ଗରେ ପ୍ରବଳ ଯୁଦ୍ଧ ହେଲା। ଦୀର୍ଘ ଜୀବନ ବରପ୍ରାପ୍ତ ହେଇଥିବା କାରଣରୁ ସେ ମୋତେ ବଦ୍ଧ କରିପାରିଲେନି। କିନ୍ତୁ ଇନ୍ଦ୍ରଙ୍କର ବଜ୍ର ପ୍ରହାରରେ ମୋ ମୁଣ୍ଡ ଆଉ ଦୁଇଟା ଗୋଡ଼ ମୋ କବନ୍ଧ ଭିତରେ ପଶିଗଲେ। ସେବେଠୁ ମୋ ଶରୀର କେବଳ କବନ୍ଧ ମାତ୍ର ହେଇ ରହିଛି। ଆଉ ମୁଁ ମୋର ଲମ୍ବା ଲମ୍ବା ହାତରେ ବଣର ପଶୁପକ୍ଷୀମାନଙ୍କୁ ଧରି ଖାଇବାରେ ଲାଗିଛି। ତେଣୁ ହେ ରାମ, ମୋ ଉପରେ ଦୟା କର। ମୋତେ ଏ ଶରୀରରୁ ମୁକ୍ତି ଦିଅ। ସୂର୍ଯ୍ୟ ଅସ୍ତ ଯିବା ପୂର୍ବରୁ ହିଁ ମୋତେ କାଠ ଉପରେ ଶୁଆଇ
ମୋର ଦାହ ସଂସାର କରିଦିଅ ହେ ରାମ। ତେବେ ତେବେ ଯାଇ ମୁଁ ତୁମକୁ ଏମିତି ଜଣେ ମହାପୁରୁଷଙ୍କ ବିଷୟରେ କହିବି ଯିଏ ତମକୁ ସାହାଯ୍ୟ କରିବ। ଭଲ କଥା। ଲକ୍ଷ୍ମଣ, ତୁ ଗାତ ଖୋଳି ଚିତ୍ତାଗ୍ନିର ବ୍ୟବସ୍ଥା କର। ଯଥାଜ୍ଞା ଭାଇ। ହେ ରାଘବେନ୍ଦ୍ର, ଆପଣ ମହାନ। ଆପଣଙ୍କ କରୁଣା ଦୃଷ୍ଟି କାରଣରୁ ମୁଁ ଆଗ ଭଳି ମୋର ସୁନ୍ଦର ଶରୀର କ୍ରଣୀ ପ୍ରାପ୍ତ ହେଲି। ଏବେ ମୁଁ ମୋ ଦିବ୍ୟ ଜ୍ଞାନରେ ଯାହା ଦେଖିପାରୁଛି ତାହା ଶୁଣଉଛି। ରାବଣ ଦେବତାମାନଙ୍କ କୋଷାଧ୍ୟକ୍ଷ ମହାଗନ୍ଧର୍ବ କୁବେରଙ୍କର ସାନ ଭାଇ, ପୁଲସ୍ତ ବ୍ରହ୍ମଙ୍କ ପୁତ୍ର ଆଉ ଋଷି ବିଶ୍ରବାଙ୍କ ପୁତ୍ର ଅଟେ। ବ୍ରହ୍ମାଙ୍କଠୁ ବର ପାଇ ସେ ଦିଗ୍ବିଜୟ ହେଇଛି। ସେ ଦାନବ ଅର୍ଥାତ୍ ପୂର୍ବ ଦେବତାଙ୍କ ରାଜା ଅଟେ। ସେଇ ଆପଣଙ୍କ ଭାର୍ଯ୍ୟାକୁ ନେଇ ଦକ୍ଷିଣ ଦିଗକୁ ଯାଇଛି। ଯେଉଁଠିକି ସେ ଯାଇଛି ସେ ଯାଏ ମୋ ଦୃଷ୍ଟିଶକ୍ତି ଯାଇପାରିବନି, କିନ୍ତୁ ମୁଁ ଯାହା ଦେଖିପାରୁଛି ସେୟା କହୁଛି। ଦକ୍ଷିଣ ଆଡ଼କୁ ଗଲାବେଳେ ଆପଣଙ୍କର ଜଣେ ପରମବୀର ବାନରଙ୍କ ରାଜା ସୁଗ୍ରୀବଙ୍କ ସହ ଭେଟ ହେବ। ତାଙ୍କ ସହ ଆପଣଙ୍କର ମିତ୍ରତା ହେବ। ସେ ସୀତାଙ୍କୁ ଖୋଜିବାରେ ଆପଣଙ୍କର ସହାୟତା କରିବେ। ସୁଗ୍ରୀବ ଏବେ ଋଷ୍ୟମୁଖ ପର୍ବତରେ ରହୁଛନ୍ତି। ଆପଣ ଶୀଘ୍ର ତାଙ୍କ ପାଖକୁ ଯାଆନ୍ତୁ ଆଉ ତାଙ୍କ ସହ ମିତ୍ରତା କରନ୍ତୁ। ମୁଁ ଏବେ ଯାହା ଦେଖିପାରୁଛି ଶେଷରେ ରାବଣ ଉପରେ ଆପଣ ବିଜୟ ଲାଭ କରିବେ। କିନ୍ତୁ ଋଷ୍ୟମୁଖ ପର୍ବତ ଆଡ଼େ ଯିବା ପାଇଁ କୋଉଟା ରାସ୍ତା? ଆପଣ ପଶ୍ଚିମ ଆଡ଼କୁ ଯାଇ ଦକ୍ଷିଣ ପ୍ରଦେଶର କିଛି ନଦୀ ଆଉ ପର୍ବତ ପାର ହେଇ ଅମ୍ବା ସରୋବର ନାମକ ଏକ ସୁନ୍ଦର ସରୋବର ପାଖରେ ପହଞ୍ଚିବେ। ସେଠି ମହାମୁନି ମାତଙ୍ଗଙ୍କ ଆଶ୍ରମ ଅଛି। ତାଙ୍କର ତପୋବଳ ପ୍ରଭାବରେ ସେହି ଆଶ୍ରମ ନିକଟରେ ଯାଇ ପହଞ୍ଚିବା ମାତ୍ରେ ପ୍ରାଣୀମାନଙ୍କର ସମସ୍ତ ହିଂସା ପ୍ରବୃତ୍ତି ଆପେ ଆପେ ନଷ୍ଟ ହେଇଯାଏ। ମାତଙ୍ଗ ମୁନି ଆଉ ନାହାନ୍ତି, କିନ୍ତୁ ତାଙ୍କର ଜଣେ ପରମ ଶିଷ୍ୟା ମହାତପସ୍ୱିନୀ ଶବରୀ ଏବେ ସେଠାରେ ରହୁଛନ୍ତି। ସେ ନିଜର ଗୁରୁଙ୍କ ଆଜ୍ଞା ଅନୁସାରେ ଆପଣଙ୍କ ଆଗମନର ପ୍ରତୀକ୍ଷା କରି ରହିଛନ୍ତି। ସେ ଆପଣଙ୍କୁ ଭଗବାନ ମନେକରି ନିତ୍ୟ ପ୍ରତି ଆପଣଙ୍କ ପୂଜା ଅର୍ଚ୍ଚନା କରୁଛନ୍ତି। ଆପଣ ତାଙ୍କୁ ଭେଟିଲେ ସେ ଆପଣଙ୍କୁ ମହାବଳୀ ସୁଗ୍ରୀବଙ୍କ ପାଖରେ ପହଞ୍ଚିବାରେ ସଠିକ୍ ମାର୍ଗ କହିଦେବେ। ହେ ରାମ, ଆପଣ ବ୍ୟସ୍ତ ହୁଅନ୍ତୁନି। ଆପଣ ଅବଶ୍ୟ ବିଜୟୀ ହେବେ। ଏବେ ମୋତେ ଆଜ୍ଞା ଦିଅନ୍ତୁ। ହେ ମହାତ୍ମା, ଆପଣଙ୍କୁ ଆପଣଙ୍କ ଅଭୀଷ୍ଟ ଲୋକ ପ୍ରାପ୍ତ ହେଉ।